ସେ ଯେଉଁ ମୋର ଯେଉଁ ବିଛଣା ଅଛି ବର୍ଷାରେ ଭିଜି ଯାଉଛି, ଆଉ ଛୋଟିଆ ଘରଟେ ଯଦି ମୋତେ ପରମିସନ ଦିଅନ୍ତେ, ଆଉ ଛୋଟିଆ ଘରଟେ ଯଦି ଦିଅନ୍ତେ, ମୁଁ ସେ ଘର ଭିତରେ ଟିକେ ଅନ୍ତତଃ ମୋର ବିଛଣା ଲୁଗାପଟା ଟିକେ ରଖିକି ଯାଆନ୍ତି। ସେ ପ୍ରଥମ କହିଥିଲେ ଯେ ମୋର ମାଣ୍ଡିଟା ଭିଜି ଯାଉଛି। ପୁରୁଷୋତ୍ତମ ସେ କହିଲେ ମାଣ୍ଡିଟାକୁ ଚେଞ୍ଜ କରିଦେଲେ ହବନି। ଇଏ ଭାବିଲେ, ଖୁସି ହେଇଗଲେ, ବୋଧେ କ'ଣ ଦେବେ ଚେଞ୍ଜ ନା କ'ଣ? ହଁ, ଚେଞ୍ଜ କରିଦେଲେ ହବ ନା। ଭଲ ଇଟା ଗୋଟେ ସାଇଜ୍ କରିକି ଆଣିକି ଦେଇକି ଯିବ, ବର୍ଷା ହେଲେ ବି କିଛି ଅସୁବିଧା ନାହିଁ, ଭିଜିବନି। ଯଦି ବି ଭିଜିବ ତୁମର କିଛି ଅସୁବିଧା ହେବନି। ତାମାନେ ଇଟା ଗୋଟିଏ ମୁଣ୍ଡ ତଳେ ଦେଇ ସତ୍ସଙ୍ଗ ପ୍ରସାର ପ୍ରଚାର କରୁଛନ୍ତି, ସେ ହେଉଛନ୍ତି ପଞ୍ଚାମୃତ। ତ ସେଇ ତୁଳନାରେ ସେଇଟାକୁ ଯଦି ଆମେ ଦେଖିବା, ଠାକୁରଙ୍କ ପାଇଁ ଆମର କ'ଣ କର୍ତ୍ତବ୍ୟ, ଆମେ କେତେ ପରିମାଣରେ ଠାକୁରଙ୍କ କାମ କରୁଛେ, ବାସ୍ତବ କଥା। ଏଠି କିଛି ଥିଓରି ନାହିଁ। ତେଣୁ ପୁରୁଷୋତ୍ତମ ଆସେন যখন সব গুরুদের সার্থকতা ধরিলে ତାଙ୍କୁ ହୁଏ ନା କେବେ ଗୁରୁତ୍ୟାଗର ଘୂର୍ଣ୍ଣ କଥା। ପୁରୁଷୋତ୍ତମ ଯେତେବେଳେ ଆସନ୍ତି ସମସ୍ତେ ସନ୍ତୁଷ୍ଟ ହୁଅନ୍ତି। ଏବଂ ପୁରୁଷୋତ୍ତମଙ୍କ କଥା ବ୍ୟାଖ୍ୟା କଲେ ବହୁତ କଥା। ତାଙ୍କର କଥା କହିବା, ତାଙ୍କର ଗୁଣଗାନ କରିବା ସହଜ କଥା ନୁହେଁ, ସହଜ ବେପାର ନୁହେଁ। ଆମମାନେ ଆସିଛେ, ଭଜନ କୀର୍ତ୍ତନ ହେଲା, ସେଦିନ ସେ ନଗେନ ମହାନ୍ତି ସେ କଥା କହୁଥିଲେ, ତାଙ୍କୁ ପାଇବୁ କିରେ ମାଳା କରି ଠକ ଠକ, ଅରୁଆ ଖାଇ ଗେରୁଆ ପିନ୍ତୁ ଜପୁଥିଲେ ବସି ଦେହକ ଯାକ। ତୋର ଜୀବନ ସାରା ଯଦି ଜପ କରିବୁ, ଅରୁଆ ଖାଇବୁ, ମାଳା ତିଳକ ପକେଇବୁ, ତାହେଲେ ଈଶ୍ୱରଙ୍କୁ ତୁ ପାଇବୁନି। ଜଟା ଖିମୁଟା ଆଶାବାଡି କୋପିନି ଭିଡ଼ି ଦାଡ଼ି ଛାଡ଼ି ଗଦା ଗଦା ପୋଥି ପୁରାଣ ପଢ଼ିତୁ ଲଢୁଥିଲେ ବସି ଦେହକ ଯାକ। ତ ଜୀବନ ସାରା ଯଦି ଗଦା ଗଦା ପୋଥି ପୁରାଣ ପଢୁ, ମୁଖସ୍ଥ କଣ୍ଠସ୍ଥ କରୁ, ତଥାପି ତାଙ୍କୁ ପାଇବୁ। ତାଙ୍କୁ ପାଇବାକୁ ହେଲେ ନିର୍ମଳ ହୃଦୟ, ଭଲ ପାଇବା ଏବଂ ତାଙ୍କ ପ୍ରତି ଅଗାଢ଼ ପ୍ରେମ, ପଞ୍ଚାନନ୍ଦାଙ୍କ ଭଳି ପ୍ରେମ ଦରକାର। ଯାହା ହଉ ଆପଣମାନେ ଆସନ୍ତୁ, ଆମମାନେ ସମସ୍ତେ ତାଙ୍କୁ ଅନୁସରଣ କରିବା, ତାଙ୍କୁ ଲକ୍ଷ୍ୟ କରି ଚାଲିବା। ଏହା ଆମର ଧ୍ୟେୟ ହଉ, ଲକ୍ଷ୍ୟ ହଉ। ଏଠି ଯେଉଁ ଲକ୍ଷ୍ୟ କରୁଛୁ, ଜୟ ରାଜୁରାଜ କରି ସତ୍ସଙ୍ଗ ସମାପ୍ତି। ଜୟ जय राधे राधे कृष्ण कृष्ण गोविंद।